ସେଦିନ ମୁଁ ବସିଥାଏ ବାତାୟନ ନିକଟରେ ଝରକା ପାଖରେ, ଶାନ୍ତ ସ୍ନିଗ୍ଧ ଜ୍ୟୋତ୍ସ୍ନା ବିଧୌତ ରଜନୀର ପ୍ରଥମ ମୁହୂର୍ତ୍ତରେ। ଅନେକ କଥା ମନରେ ଉଙ୍କି ମାରେ। ସତରେ ଈଶ୍ୱରଙ୍କ ବୈଚିତ୍ର୍ୟମୟ ସୃଷ୍ଟିରେ ସୃଷ୍ଟି କେତେ ସୁନ୍ଦର, ଏହାକୁ ବେଳେବେଳେ ସାଧାରଣ ମାନବ ବୁଝିପାରେ ନାହିଁ। ବେଳେବେଳେ ଆଶ୍ଚର୍ଯ୍ୟଚକିତ ଲାଗେ ଏ ଗ୍ରହମାନଙ୍କର ଗତିବିଧି, ସୂର୍ଯ୍ୟ ଚନ୍ଦ୍ର ତାରକାଗଣଙ୍କର ଉପସ୍ଥିତି, ଏ ପ୍ରକୃତି, ପାହାଡ଼ ପର୍ବତ, ନଦ ନଦୀ, ଝରଣାର କୁଳୁକୁଳୁ ନାଦ ଏ ମନରେ ଶିହରଣ ସୃଷ୍ଟି କରେ। ରାତ୍ରିର ନିରୋଳା ମୁହୂର୍ତ୍ତ ଆମକୁ ଅନେକ ଦିବ୍ୟ ଚେତନାରେ ଭରି ଦେଇଥାଏ। ଏହା ମଧ୍ୟ ଜ୍ଞାନ ପିପାସୁମାନଙ୍କ ପାଇଁ ଶ୍ରେଷ୍ଠ ମୁହୂର୍ତ୍ତ ଅଟେ। ଲେଖକ କବିମାନଙ୍କ ଲେଖନୀମୁନକୁ ମଧ୍ୟ ବେଶ ଖୋରାକ ଯୋଗାଇଥାଏ। ଆହୁରି ମଧ୍ୟ ଦୁଇଟି ହୃଦୟର ମିଳନ ହୋଇଥାଏ ଏହି ନିରୋଳା ମୁହୂର୍ତ୍ତରେ। ରାତ୍ରିର ମଧ୍ୟାହ୍ନ ସମୟରେ ତ କେବେ କେବେ ଏହା ସ୍ମୃତିର ରାତି, ଆଉ ମଧ୍ୟ ବିଭିନ୍ନ ଘଟଣାର ଇତିହାସ ପାଲଟିଥାଏ। ଏମିତି ବି ରାତ୍ରି ଆଣିଦିଏ ତାର ଶେଷ ମୁହୂର୍ତ୍ତରେ ବେଳେବେଳେ ରଙ୍ଗୀନ ସ୍ୱପ୍ନ। ତେଣୁ ମୋ ମତରେ ଏହାକୁ କାଳରାତ୍ରି ନ କହି ଶୁଭରାତ୍ରି କହିବା ଠିକ୍ ହେବ।